ରାଇରଙ୍ଗପୁର ସହରରେ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥା। ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବହୁଳ ଦ୍ୱିତୀୟ ବୃହତ୍ତମ ସହର ରାଇରଙ୍ଗପୁର। ଏଠାରେ ବାମନଘାଟି ଉପଖଣ୍ଡର ଉପଖଣ୍ଡ କାର୍ଯ୍ୟାଳୟ, ଡାକ୍ତରଖାନା, ଅଫିସ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବେସରକାରୀ ଅନୁଷ୍ଠାନ ଆଦି ରହିଛି। ଏହାର ପଡ଼ୋଶୀ ରାଜ୍ୟ ଜାମସେଦପୁର, ଝାଡ଼ଖଣ୍ଡ ରହିଛି। ଲୋକେ ବିଭିନ୍ନ ପ୍ରକାର କାମରେ ଟାଟା, ବାରିପଦା, ବାଲେଶ୍ୱର, କଟକ, ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଦିନ ଯିବା ଆସିବା କରୁଛନ୍ତି। ମାତ୍ର ଏଠାରେ ଟ୍ରାଫିକ୍ ବ୍ୟବସ୍ଥା ଅସଜଡ଼ା ହୋଇପଡ଼ିଥିବା ଅଭିଯୋଗ ହେଉଛି, ଯାହାଫଳରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟିବା ଲୋକଙ୍କ ପାଇଁ ଚିନ୍ତାର କାରଣ ଅଛି। ରାଇରଙ୍ଗପୁର ସହରର ବ୍ୟସ୍ତବହୁଳ ସ୍ଥାନ, ଦୁର୍ଗା ମଣ୍ଡପ ଛକ, ପଣ୍ଡିତ ରଘୁନାଥ ମୁର୍ମୁ ଛକ, ବଜାର ଗୋଲେଇ ଛକ, ଏହିସବୁ ଜାଗାରେ ଟ୍ରାଫିକ୍ ବ୍ୟବସ୍ଥା ବେଳେବେଳେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। ତେଣୁ ଟ୍ରାଫିକ୍ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହେବା ପାଇଁ ସାଧାରଣରେ ଦାବି ହେଉଛି। ରାଇରଙ୍ଗପୁରରୁ ଉତ୍ତମ ରାମଙ୍କ ରିପୋର୍ଟ, ଖୋଲା ଖବର ଟିଭି।